ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆମର ଏହି ଆଧ୍ୟାତ୍ମିକ ଆଲୋଚନାକୁ ସ୍ୱାଗତ। ଆଜି ଆମେ ଗୋଟେ ବହୁତ ଗଭୀର ବିଷୟ ଭିତରକୁ ଯିବା। ଶ୍ରୀମଦ୍ ଭଗବଦ୍ ଗୀତା ଆଉ ସେଥିରୁ ବିଶେଷ କରି ଦ୍ୱିତୀୟ ଅଧ୍ୟାୟ ମାନେ ସାଂଖ୍ୟ ଯୋଗର 42ତମ ଶ୍ଲୋକ। ସେ ଯେଉଁ କୁରୁକ୍ଷେତ୍ର ଭୂମିରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ସେଇ ଅମୃତ ବାଣୀ। ଆମର ଆଜିର ଲକ୍ଷ୍ୟ ହେଉଛି ଏହି ଗୋଟିଏ ଶ୍ଲୋକର ଗଭୀରତାକୁ ବୁଝିବା ସରଳ ଭାବରେ, ଆଉ ଦେଖିବା ଆମ ଜୀବନରେ ଏହାର କ'ଣ ମହତ୍ତ୍ୱ ରହିଛି। ତେଣୁ ଆମ ସହିତ ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ, କାରଣ ଗୀତାର କଥା ତ ଗଭୀର। ଆଉ ହଁ, ଯଦି ଏମିତି ଆଲୋଚନା ଭଲ ଲାଗୁଛି ତାହେଲେ ଆମ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ନିଶ୍ଚୟ। ତେବେ ଆସନ୍ତୁ ପ୍ରଥମେ ସେହି ମୂଳ ଶ୍ଲୋକଟିକୁ ଶୁଣିବା। ଅଧ୍ୟାୟ 2 ଶ୍ଲୋକ 42। ୟାମେ ମାମ୍ ପୁଷ୍ପିତମ୍ ବାଚମ୍ ପ୍ରବଦନ୍ତ୍ୟ ବିପଶ୍ଚିତଃ ବେଦବାଦରତା ପାର୍ଥ ନାନ୍ୟଦସ୍ତି ଇତି ବାଦିନଃ। 42। ଶୁଣିବାକୁ ତ ବହୁତ ଶକ୍ତିଶାଳୀ। ଏବେ ଏହାକୁ ଟିକେ ଭାଙ୍ଗିବା। ଏ ଶ୍ଲୋକରେ ଭଗବାନ କାହା ବିଷୟରେ କହୁଛନ୍ତି ଆଉ କ'ଣ କହୁଛନ୍ତି? ଏଠି ଦେଖନ୍ତୁ, ଭଗବାନ କୃଷ୍ଣନ ଅର୍ଜୁନଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାରର ଲୋକଙ୍କ ବିଷୟରେ ଟିକେ ସାବଧାନ କରାଉଛନ୍ତି। ସେ କହୁଛନ୍ତି, ହେ ପାର୍ଥ, ଏମିତି କିଛି ଲୋକ ଅଛନ୍ତି ଯାହାଙ୍କୁ ସେ ଶ୍ଲୋକରେ ଅବିପଶ୍ଚିତଃ ବୋଲି କହିଛନ୍ତି। ଅବିପଶ୍ଚିତଃ? ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା ଏମିତି ଯେଉଁମାନଙ୍କ ପାଖରେ ଗଭୀର ଜ୍ଞାନ ନାହିଁ, ଯେଉଁମାନେ ଅଳ୍ପ ଜ୍ଞାନୀ, ମାନେ ବିବେକର ଅଭାବ। ହୁଏତ ବହୁତ ପଢ଼ିଥିବେ କିନ୍ତୁ ସାର କଥାଟା ବୁଝିନାହାନ୍ତି। ଆଚ୍ଛା, ଅଳ୍ପ ଜ୍ଞାନୀ, ବୁଝିଲି। କିନ୍ତୁ ଏମାନେ କ'ଣ କରନ୍ତି ବା କହନ୍ତି ଯେ ଭଗବାନ ଏଠି ଏମାନଙ୍କ କଥା ଉଠେଇଛନ୍ତି? ହଁ, ସେଇଟା ହିଁ ମୁଖ୍ୟ କଥା। ଏଇ ଯୋଉ ଅବିପଶ୍ଚିତ ଲୋକ ଅଛନ୍ତି, ସେମାନେ ବେଦବାଦରତାଃ ହୋଇଥାନ୍ତି। ବେଦବାଦରତଃ? ହଁ, ବେଦବାଦରତାଃ ଅର୍ଥାତ୍ ସେମାନେ ବେଦର କେବଳ ବାଦରେ, ମାନେ ଯୋଉ କର୍ମକାଣ୍ଡ ଅଂଶ ଅଛି, ସେଥିରେ ହିଁ ରତ ବା ମଗ୍ନ ରହନ୍ତି। ବେଦରେ ଯୋଉ ଯଜ୍ଞ, ପୂଜାପାଠ ଏସବୁ କରି କେମିତି ସ୍ୱର୍ଗ ମିଳିବ, କେମିତି ଭୋଗବିଳାସ ମିଳିବ, ସେଇ କଥାଗୁଡ଼ାକରେ ହିଁ ସେମାନଙ୍କର ପୁରା ଧ୍ୟାନ। ଓହୋ, କିନ୍ତୁ ବେଦରେ ତ ଏସବୁ ଅଛି, ତେବେ ସେଥିରେ ମଗ୍ନ ରହିବାରେ ଅସୁବିଧା ସେଇଟା ନୁହେଁ ଯେ ସେମାନେ ବେଦର କର୍ମକାଣ୍ଡ ମାନୁଛନ୍ତି। ଅସୁବିଧା ହେଉଛି ସେମାନେ କେବଳ ସେତିକିରେ ଅଟକେ ଯାଉଛନ୍ତି। ଆଉ ସେମାନେ ଭାବୁଛନ୍ତି ଯେ ବାସ୍ ଏଇଟା ହିଁ ସବୁକିଛି, ଏହାଠୁ ବଡ଼ ଆଉ କିଛି ନାହିଁ। ଶ୍ଲୋକର ଶେଷ ଭାଗ ଦେଖନ୍ତୁ, ନ ଅନ୍ୟତ୍ ଅସ୍ତି ଇତି ବାଦିନଃ। ମାନେ ସେମାନେ ଏକଦମ ଦୃଢ଼ ଭାବରେ କହନ୍ତି, ଦାବି କରନ୍ତି ଯେ ଏହି ଯୋଉ କର୍ମକାଣ୍ଡର ଫଳ ଅଛି, ସ୍ୱର୍ଗ ଆଦି, ଏହା ବ୍ୟତୀତ ଆଉ କିଛି ସତ୍ୟ ବା ଶ୍ରେଷ୍ଠ ଲକ୍ଷ୍ୟ ନାହିଁ। ହଁ, ବୁଝିଲି। ତେବେ ଏହି ଯୋଉ କଥା ସେମାନେ କହନ୍ତି, ତାକୁ ଭଗବାନ କେମିତି ବର୍ଣ୍ଣନା କରିଛନ୍ତି? ଭଗବାନ ସେମାନଙ୍କ କଥାକୁ କହିଛନ୍ତି ପୁଷ୍ପିତାମ୍ ବାଚମ୍। ପୁଷ୍ପିତାମ୍ ବାଚମ୍? ହଁ, ପୁଷ୍ପିତ ମାନେ ଫୁଲିଥିବା, ସୁନ୍ଦର ଦେଖାଯାଉଥିବା, ଫୁଲରେ ସଜା ହେଲା ପରି। ଆଉ ବାଚମ୍ ମାନେ ବାଣୀ ବା କଥା। ତେବେ ସୁନ୍ଦର କଥା, ଶୁଣିବାକୁ ଭଲ ଲାଗୁଥିବା କଥା। ଏକଦମ। କିନ୍ତୁ ଏଠି ଗୋଟେ କିନ୍ତୁ ଅଛି। କ'ଣ ସେଇଟା? ଯେମିତି କିଛି ଗଛରେ କେବଳ ଭାରି ସୁନ୍ଦର ଫୁଲ ଫୁଟେ, କିନ୍ତୁ ସେଥିରେ ଫଳ ଆସେନା। ଆଚ୍ଛା। ଠିକ୍ ସେମିତି ଏହି କଥାଗୁଡ଼ିକ ଶୁଣିବାକୁ ଭାରି ମିଠା ଲାଗେ। ସ୍ୱର୍ଗ, ଭୋଗ ଏସବୁର ଆଶା ଦେଖାଏ। କିନ୍ତୁ ଏହା ଜୀବନର ଯୋଉ ପ୍ରକୃତ ଲକ୍ଷ୍ୟ, ଯେମିତି ଆତ୍ମଜ୍ଞାନ, ସ୍ଥାୟୀ ଶାନ୍ତି, ମୋକ୍ଷ, ସେହି ଯୋଉ ଫଳ, ସେଇଟା ଦେଇପାରେ ନା। ଓହୋ, ତାହେଲେ ଏହା କେବଳ ବାହାରର ଚମକ, ଭିତର କିଛି ସାର ନାହିଁ। ହଁ, ସେଇଆ। ଏହା କେବଳ ବାହ୍ୟ ଆକର୍ଷଣ, ଭିତରର ଗଭୀରତା ନାହିଁ। ବାଃ, ବହୁତ ସ୍ପଷ୍ଟ ହୋଇଗଲା। ତାହେଲେ ମୋଟାମୋଟି ଭାବେ କହିଲେ, କିଛି ଲୋକ ଅଛନ୍ତି ଯେଉଁମାନେ ଧର୍ମର କେବଳ ବାହାର ରୂପ, ଯାହା ଆକର୍ଷକ ଲାଗେ, ସେଥିରେ ମାତି ରହନ୍ତି ଆଉ ଭାବନ୍ତି ଏଇଟା ହିଁ ସବୁ। ଏହା ଭିତରେ ଆଉ ଯେ ଗଭୀର କଥା ଅଛି, ସେ ଦିଗକୁ ଯାଆନ୍ତିନି। ଏଇଆ ତ? ଏକଦମ ସଠିକ୍। ଆପଣ ପୁରା ଠିକ୍ ଧରିଛନ୍ତି। ସେମାନେ ବେଦର ଯୋଉ ଜ୍ଞାନକାଣ୍ଡ ଅଛି, ଉପନିଷଦର ଯୋଉ ସାର କଥା ଅଛି, ଆତ୍ମା, ପରମାତ୍ମା, ମୁକ୍ତି ବିଷୟରେ, ସେସବୁକୁ ହୁଏତ ପଢ଼ନ୍ତି ନାହିଁ କିମ୍ବା ତାର ପ୍ରକୃତ ମହତ୍ତ୍ୱ ବୁଝିପାରନ୍ତି ନାହିଁ। ସେମାନଙ୍କ ପାଇଁ ଧର୍ମ ମାନେ ବାସ୍ କିଛି ନିୟମ ପାଳିବା ଆଉ ଫଳ ପାଇବା। ଏ କଥାଟା ଟିକେ ଚିନ୍ତା କରିବା ଭଳି, କାରଣ ଏମିତି ମନୋଭାବ ଏମିତି ଲାଗୁଛି ଯେମିତି ଆଜି ବି ଅଛି। କିନ୍ତୁ ଗୋଟେ ମିନିଟ୍, ଭଗବାନ କୃଷ୍ଣ ଏଠି ଅର୍ଜୁନଙ୍କୁ ଏକଥା କାହିଁକି କହୁଛନ୍ତି? ଏହାର ପ୍ରସଙ୍ଗ କ'ଣ? କାହିଁକି ଚେତାବନୀ ଦରକାର ପଡ଼ିଲା?
ଦେଖନ୍ତୁ ଅର୍ଜୁନ ସେତେବେଳେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯୁଦ୍ଧ କରିବେ କି ନାହିଁ, ନିଜ ଲୋକଙ୍କୁ ମାରିଲେ ପାପ ହବ କି ନାହିଁ, କର୍ମ ଆଉ ଫଳକୁ ନେଇ ତାଙ୍କ ମନ ଭାରି ଅଶାନ୍ତ। ଶ୍ରୀକୃଷ୍ଣ ତାଙ୍କୁ ବୁଝାଉଛନ୍ତି ଯେ କର୍ମ ତ କରିବାକୁ ହବ, କିନ୍ତୁ ଫଳାସକ୍ତ ନ ହୋଇ। ଆଉ ସେଥିପାଇଁ ପ୍ରକୃତ ଜ୍ଞାନ ଦରକାର। ଯେଉଁମାନେ କେବଳ ଫଳ ପାଇଁ କାମ କରନ୍ତି, ମାନେ ସ୍ୱର୍ଗ ପାଇଁ ବା ସୁଖ ପାଇଁ, ସେମାନଙ୍କ ବୁଦ୍ଧି ସ୍ଥିର ନୁହେଁ। ସେମାନେ ଏଇ ପୁଷ୍ପିତ ବାଣୀରେ ଫସି ରହନ୍ତି। ଆଚ୍ଛା। ତେଣୁ ଅର୍ଜୁନଙ୍କୁ ସେହି ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ବାହାର କରି ଏକ ଉଚ୍ଚ ସ୍ତରକୁ ନେବା ପାଇଁ ଭଗବାନ ଏକଥା କହୁଛନ୍ତି। ମୂଳ କଥା ହେଲା, କର୍ମଫଳର ଲୋଭରୁ ମୁକ୍ତ ହୁଅ। ସ୍ଥିର ବୁଦ୍ଧିରେ ଆତ୍ମଜ୍ଞାନ ପାଇଁ ଚେଷ୍ଟା କର। କେବଳ ସାମୟିକ ସୁଖ ବା ସ୍ୱର୍ଗ ପଛରେ ଗୋଡ଼ାଇଲେ ପ୍ରକୃତ ଲକ୍ଷ୍ୟ ହାସଲ ହେବନି। ଆଉ ଏଇ ଯୋଉ ବେଦବାଦର୍ତା ଲୋକ, ଏମାନେ ଇନ୍ଦ୍ରିୟ ସୁଖ ଆଉ ଧନ ସମ୍ପତ୍ତିରେ ଏତେ ବୁଡ଼ି ରହନ୍ତି ଯେ ସେମାନଙ୍କ ମନରେ ସମାଧି ବା ଈଶ୍ୱରଙ୍କ ପ୍ରତି ଏକାଗ୍ରତା ଆସିବା କଷ୍ଟକର। ଏକଥା ପର ଶ୍ଲୋକରେ ଆହୁରି ସ୍ପଷ୍ଟ ଅଛି। ବାଃ, ଏବେ ପୁରା ଚିତ୍ରଟା ଯୋଡ଼ି ହୋଇଗଲା ପରି ଲାଗୁଛି। ଆଉ ଜାଣନ୍ତି, ଏମିତି ଲାଗୁଛି ଏହା କେବଳ ବେଦ ବା ଧର୍ମ କଥା ନୁହେଁ, ଏହାର ଏକ ବଡ଼ ଅର୍ଥ ଅଛି। ଏହା ଏକ ମନୋଭାବ ବିଷୟରେ କହୁଛି, ଯାହା ବାହାର ଚମକରେ ଭଳିଯାଏ ଆଉ ଭିତରର ସତକୁ ଦେଖିପାରେନି। ଠିକ୍ କହିଲି? ବିଲକୁଲ, ଏହାକୁ ଆପଣ ବହୁତ ବ୍ୟାପକ ଅର୍ଥରେ ନେଇପାରିବେ। ଯେକୌଣସି କ୍ଷେତ୍ରରେ ଯେତେବେଳେ ଆମେ କେବଳ ବାହାରର ଦେଖାଣିଆ ଜିନିଷ, ଲୋକ ଦେଖାଣିଆ କଥା ବା ଶୁଣିବାକୁ ଭଲ କିନ୍ତୁ ଅସାର ପ୍ରତିଶ୍ରୁତି ପଛରେ ପଡ଼ିଯାଉ, ଆଉ ପ୍ରକୃତ ମୂଲ୍ୟବୋଧ, ଗଭୀର ଜ୍ଞାନ କିମ୍ବା ସ୍ଥାୟୀ ଆନନ୍ଦକୁ ଭୁଲିଯାଉ, ସେତେବେଳେ ଆମେ ବି ଏହି ପୁଷ୍ପିତ ବାଣୀର ଶିକାର ହୋଇଯାଉ। ତାହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଆଜିର ଦୁନିଆରେ ଏତେ ବର୍ଷ ପରେ ଏହି ଶ୍ଲୋକ କେତେ ପ୍ରାସଙ୍ଗିକ, କେମିତି ଏହା ଆମକୁ ସାହାଯ୍ୟ କରିପାରେ? ଓହୋ, ଏହାର ପ୍ରାସଙ୍ଗିକତା ତ ଆଜି ବୋଧେ ଆହୁରି ଅଧିକ। କାରଣ ଆଜିର ଦୁନିଆକୁ ଦେଖନ୍ତୁ, ଚାରିଆଡ଼େ ତ ଖାଲି ପୁଷ୍ପିତ ବାଣୀ। କେତେ ଆକର୍ଷଣ, କେତେ ପ୍ରଲୋଭନ। ହଁ, ସେଇଟା ତ ଠିକ୍। ଧର୍ମକ୍ଷେତ୍ରରେ ହିଁ ଦେଖନ୍ତୁ ନା, କେତେ ଲୋକ ଭାବନ୍ତି ବାସ୍ ମନ୍ଦିର ଗଲେ, କିଛି ପୂଜା କଲେ, ବ୍ରତ କଲେ, ଧର୍ମ ହୋଇଗଲା। ଏସବୁ ନିଶ୍ଚୟ ଭଲ, ଏହା ପ୍ରଥମ ପାହାଡ଼। କିନ୍ତୁ ଯଦି ଏହା ସହିତ ନୈତିକତା, ସେବା, ଦୟା, ନିଜକୁ ଜାଣିବାର ଚେଷ୍ଟା ନାହିଁ, ତେବେ ଏହା ସେ କର୍ମକାଣ୍ଡରେ ଅଟକିଗଲା ପରି। ହଁ, ମାନେ କେବଳ ବାହାର କାମଟା କଲେ, ଭିତରଟାକୁ ଦେଖିଲେନି। ଠିକ୍। କିଏ ଭାବୁଛି ଏ ପୂଜା କଲେ ଚାକିରି ମିଳିଯିବ, ସେ ମାନସ କଲେ ଧନ ଆସିଯିବ। ଏହା ସେଇ ସ୍ୱର୍ଗଭୋଗର ହିଁ ଆଉ ଗୋଟେ ରୂପ। କିନ୍ତୁ ଧର୍ମର ଯୋଉ ପ୍ରକୃତ ଉଦ୍ଦେଶ୍ୟ, ନିଜକୁ ବୁଝିବା, ମନକୁ ଶାନ୍ତ କରିବା, ସମସ୍ତଙ୍କୁ ଭଲ ପାଇବା, ଈଶ୍ୱରଙ୍କୁ ଅନୁଭବ କରିବା, ସେ ଦିଗଟା ବେଳେବେଳେ ରହିଯାଉଛି। ହଁ, ଏକଥା ମୁଁ ବି ଅନୁଭବ କରିଛି। ଆଚ୍ଛା, ଏ ତ ଗଲା ଧର୍ମ କଥା। ଆମ ସାଧାରଣ ଜୀବନରେ ଏହା କେମିତି ଲାଗୁ ହେବ? ସେଠି ବି ଠିକ୍ ସେମିତି। ଆଜିକାଲିର ବିଜ୍ଞାପନ ଦୁନିଆକୁ ଦେଖନ୍ତୁ। ହଁ। କେତେ ସୁନ୍ଦର ଭାବରେ କୁହାଯାଏ, ଏ ଜିନିଷ କିଣିଲେ ତମେ ଖୁସି ହୋଇଯିବ, ଏ ଗାଡ଼ି ଚଳାଇଲେ ତମ ସମ୍ମାନ ବଢ଼ିଯିବ। ଏକଦମ। ଏସବୁ କ'ଣ ସେଇ ପୁଷ୍ପିତ ବାଣୀ ନୁହେଁ, ଯାହା ବାହାରକୁ ଆକର୍ଷକ କିନ୍ତୁ ପ୍ରକୃତ ସୁଖ ଦିଏ ନା? ଆଉ ସୋଶାଲ ମିଡିଆରେ ଲାଇକ୍ସ, ଫଲୋଅର୍ସ ପଛରେ ଗୋଡ଼ାଇବା, ଏହା ବି ତ ସେଇ ବାହ୍ୟ ସ୍ୱୀକୃତିର ଲୋଭ। ଭିତରର ଶୂନ୍ୟତା କ'ଣ ଏଥିରେ ପୂରଣ ହୁଏ? ବାଃ, କେତେ ସଠିକ୍ ଉଦାହରଣ। ମାନେ ଆମେ ସବୁବେଳେ ଗୋଟେ ପରୀକ୍ଷାର ସାମ୍ନା କରୁଛେ। ସୁନ୍ଦର ଦେଖାଯାଉଥିବା କିନ୍ତୁ ଅସାର କଥା, ଆଉ ଗହୀର କିନ୍ତୁ ବୋଧହୁଏ କମ୍ ଚମକଦାର ସତ୍ୟ ଭିତରେ ବାଛିବାର ପରୀକ୍ଷା। ନିଶ୍ଚିତ ଭାବରେ। ଆପଣ ରାଜନୀତି କଥା ଦେଖନ୍ତୁ, କେତେ ବଡ଼ ବଡ଼ ପ୍ରତିଶ୍ରୁତି। କ୍ୟାରିୟରରେ କେବଳ ପଦବୀ ବା ଦରମା ପଛରେ ଦୌଡ଼ିବା, ସମ୍ପର୍କରେ କେବଳ ବାହ୍ୟ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେବା, ଏସବୁ ଜାଗାରେ କୋଉଠି ନା କୋଉଠି ଏ ପୁଷ୍ପିତ ବାଣୀର ପ୍ରଭାବ ରହିଛି। ଶ୍ରୀକୃଷ୍ଣ ସେହି ବିବେକ ଜାଗ୍ରତ କରିବାକୁ କହୁଛନ୍ତି, ଯାହାଦ୍ୱାରା ଆମେ ସେଇ ଫୁଲର ଚମକ ପଛରେ ଥିବା ଫଳହୀନତାକୁ ଚିହ୍ନି ପାରିବା। ତାହେଲେ ସିଧାସଳଖ କହିବାକୁ ଗଲେ, ଏଇ ଶ୍ଲୋକ ଆମକୁ ସତର୍କ କରାଉଛି ଯେ କେବଳ ଯାହା ଶୁଣିବାକୁ ଭଲ ଲାଗୁଛି ବା ଦେଖିବାକୁ ସୁନ୍ଦର ଲାଗୁଛି, ସେଥିରେ ମାତି ନ ଯାଇ ଟିକେ ଅଟକି ଯାଇ ଭାବିବା ଦରକାର। ଏହାର ପ୍ରକୃତ ମୂଲ୍ୟ କ'ଣ? ଏଥିରେ କିଛି ସାର ଅଛି ନା କେବଳ ଚମକ? ସମ୍ପୂର୍ଣ୍ଣ ଠିକ୍। ଏହା ଏକ ପ୍ରକାର ଆମ ଭିତରେ ଥିବା ବିବେକ ବୁଦ୍ଧିକୁ ଜଗେଇବାର ଆହ୍ୱାନ। ଆମେ ଯେଉଁ ଲକ୍ଷ୍ୟ ପଛରେ ଅଛୁ, ଯେଉଁ କଥାକୁ ସତ ମାନୁଛୁ, ତାହା ପ୍ରକୃତରେ ଆମକୁ ଶାନ୍ତି ଦେଉଛି କି, ଜ୍ଞାନ ଦେଉଛି କି, ମୁକ୍ତି ଆଡ଼କୁ ନେଉଛି କି, ନା କେବଳ କିଛି ସାମୟିକ ସୁଖ ଦେଇ ଆମ ଅହଙ୍କାରକୁ ବଢ଼ଉଛି? ଏହି ପ୍ରଶ୍ନଟା ନିଜକୁ ପଚାରିବା ଦରକାର। ଆଜିର ଏହି ଆଲୋଚନା ସତରେ ମାନେ ଆଖି ଖୋଲିଦେଲା ପରି ଲାଗିଲା। ଗୋଟିଏ ଶ୍ଲୋକ, କିନ୍ତୁ କେତେ ଗଭୀର ଆଉ କେତେ ପ୍ରାସଙ୍ଗିକ। ତେବେ ଶେଷରେ
ए श्लोकरू आमे मुख्य शिक्षा कौन नहीं पारिबा सारांश कौन मुख्य शिक्षा बा सारांश हेला जीवनरे कौन प्रकृतरे मूल्यवान आउ स्थायी ताकू चिन्हिबाकू चेष्टा करो। बाहारर आकर्षण लोभनीय कथा सामयिक फलर प्रतिश्रुति से धर्मक्षेत्ररे हेउ कि संसाररे से सबु पछरे आखि बंद करी दौड़नी विवेक बुद्धि लगाओ। गभीर सत्य आत्मज्ञान आउ चिरंतन शांति एहा ही प्रकृत लक्ष्य हेबा दरकार। केवल सुंदर दिसुथिबा फूल नुहे आमुकु पोषण देउथिबा फलर संधान करिबा उचित। अति चमत्कार भावरे बुझाइले। यह शुणिला परे मो मनरे गोटे प्रश्न उठुची आ मु भाबुची आम श्रोता माने भी चिंता करि पारंती। आमे प्रत्येक निज जीवन रे एमती केउ पुष्पित बाणी द्वारा बेसी प्रभावित होउछु जहाकू हुए तो आमे एते सहजरे चिन्हि पारु नाहु। कोठी आमे बाहारर चमक पछरे पड़ी प्रकृत सार जिनसटाकू हाथ छड़ा करूछु। यह बोधवे समस्तंक पई निज भितरकू देखिबार आत्ममंथन करिबार गोटे सुजोग। जदि आपण मानकू आजर ही गभीर आलोचना भल लागिला जदि किछि नुआ कथा जानिबाकू मिलिला तेबे निश्चय एहाकू लाइक करंतु और महत्वपूर्ण ज्ञान को अन्य मानक सह निज बंधु परिजनक सह शेयर करंतु जेमती गीतार ही महान वार्ता अधिकरू अधिक लोकंक पाखरे पहुंची पारिबो। भगवान श्रीकृष्णंक कृपा आम समस्तंक उपरे सदा सर्वदा रही थाउ। आ हाँ निजर श्रद्धा जणाइबा पई कमेंट बॉक्स रे ओम नमो भगवते वासुदेवाय किंबा जय जगन्नाथ लेखिबाकू भूलिबेनी। आपणक मतामत आम पई बहुत मूल्यवान। आगामी दिन रे आमे पुणी भेटिबा होयतो गीतार परवर्ती श्लोक नहीं किंबा आउ कोनोसी गुरुत्वपूर्ण आध्यात्मिक विषय उपरे एमिति गभीर आलोचना करिबा। आशा करूछु आपण माने आम सह एही ज्ञान यात्रा रे निश्चय जोड़ी हुई रहिबे। तेबे आजि पई एथिकी पुणी देखा हबा। नमस्कार। आपण सुनुछंती रेडियो तोसाली आम माटीर स्वर।